प्रत्येकଙ୍କୁ प्रभु जीशु ख्रीष्टଙ୍କ ନାମରେ ପ୍ରୀତି ଭରା ପ୍ରଣାମ। ପ୍ରଭୁ ଆଜି ତାହାଙ୍କର ବାକ୍ୟର ଚରଣ ତଳେ ବସିବା ନିମନ୍ତେ ଏକ ସୁଯୋଗ ଦେଇଅଛନ୍ତି। ଏଣୁ ଆସୁ ଆଜିର ବାକ୍ୟ ଆଲୋଚନା ନିମନ୍ତେ ଆଜିର ବିଷୟକ ଆଲୋଚନା ନିମନ୍ତେ ପ୍ରେରିତ ପାଉଲଙ୍କ ଦ୍ୱାରା ଲିଖିତ ଏଫେସୀୟ ମଣ୍ଡଳୀ ଗଣଙ୍କୁ ଲେଖିଥିବା ପତ୍ର 5 ଅଧ୍ୟାୟ 11 ପଦକୁ ଅଧ୍ୟୟନ କରିବା। ଏଥିରେ ଏହି ପ୍ରକାର ଲେଖାଯାଏ, ଅନ୍ଧକାରର ନିଷ୍ଫଳ କର୍ମ ସବୁର ସହଭାଗୀ ହୁଅ ନାହିଁ, ବରଂ ସେ ସବୁର ଦୋଷ ଦେଖାଇ ଦିଅ। ତେବେ ଆଜିର ବିଷୟବସ୍ତୁ ହେଉଛି ଏହା ଯେ ଦୋଷକୁ ଦେଖାଇବା ନୁହେଁ ଦୋଷୀ ସାବ୍ୟସ୍ତକରଣ। ଆଜିର ବିଷୟଟି ହେଉଛି ଦୋଷକୁ ଦେଖାଇବା ନୁହେଁ ଦୋଷୀ ସାବ୍ୟସ୍ତକରଣ। ଅର୍ଥାତ ଜଣଙ୍କର ଦୋଷ ଯଦି ଆମେ ଦେଖାଉ ତାହେଲେ ତାହାକୁ ଆମେ ଦୋଷୀ ସାବ୍ୟସ୍ତକରଣ କରୁନାହୁଁ। ଏହା କାହିଁକି ଏ ଟପିକ ଆମ ପାଇଁ ଆଜି ପ୍ରୟୋଜନ? ଏହି ବିଷୟ ବା ଏହି ଶୀର୍ଷକ କାହିଁକି ଆବଶ୍ୟକ? ଯେତେବେଳେ ଜଣେ ମଣ୍ଡଳୀ ମଧ୍ୟରେ ହେଉ କିମ୍ବା ଗୋଟିଏ ପରିବାର ମଧ୍ୟରେ ପ୍ରଭୁଙ୍କୁ ଜାଣିଥିବା ଲୋକମାନଙ୍କ ମଧ୍ୟରେ କେହି ଜଣେ ଜଣେ ଦୋଷୀ କରନ୍ତି ଏବଂ ସେହି ଦୋଷକୁ ଜଣେ ବାଳକ ହେଉ କିମ୍ବା ଅଭିଭାବକ ହେଉ କିମ୍ବା ପରିବାର ମୁଖ୍ୟ କେହି ଯଦି କିମ୍ବା ମଣ୍ଡଳୀର ପ୍ରାଚୀନ ମାନେ କେହି ଯଦି ଜଣକୁ ଦୋଷକୁ ଦେଖାଇ ଦିଅନ୍ତି ବା ତାଙ୍କୁ ପ୍ରକାଶ କରନ୍ତି, କଣ ସେମାନେ ତାକୁ ଦୋଷୀ ସାବ୍ୟସ୍ତକରଣ କରନ୍ତି କି? ନୁହେଁ। ଏଥିପାଇଁ ବାକ୍ୟ ଆମ୍ଭମାନଙ୍କୁ କୁହେ ଏହି ଦୋଷକୁ ଦେଖାଇବା ଅନ୍ୟ ଅର୍ଥରେ କଣ ଅଟେ? ଦୋଷକୁ ଦେଖାଇବା ବାଇବଲରେ ଲେଖାଯାଏ 2 ତିମୋଥୀ 4 ଅଧ୍ୟାୟ ମଧ୍ୟରେ ଯେ 2 ତିମୋଥୀ 4 ଅଧ୍ୟାୟରେ ଏ କଥା କୁହେ, ବାକ୍ୟ ପ୍ରଚାର କର, ଉତ୍ସାହିତ କର, ଧମକ ଦିଅ ଆଉ ରିପ୍ରୁଭର ଅର୍ଥାତ ଅନୁଯୋଗ କର। ଅନୁଯୋଗର ଅନ୍ୟ ଅର୍ଥ ସରଳ ଭାଷାରେ ସତ୍ୟ ବୋଲି ପ୍ରମାଣିତ କର। ଜଣକୁ ଏହା ସତ ବୋଲି ପ୍ରମାଣିତ କରିବା ବା ତାଙ୍କର ସତ୍ୟତାକୁ ତାଙ୍କର ଯେଉଁ ସତ୍ୟ ଯେଉଁ ଭୁଲ କରିଛନ୍ତି ତାହା ଈଶ୍ୱରଙ୍କ ଦୃଷ୍ଟିରେ ଏବଂ ମଣ୍ଡଳୀ ଦୃଷ୍ଟିରେ ଏବଂ ନିଜର ଶରୀର ଦୃଷ୍ଟିରେ ଗୌରବଜନକ ନୁହେଁ। ତାହା ଛୋଟ ଦୋଷ ହେଇଥାଉ କିମ୍ବା ବଡ଼ ଦୋଷ ହେଇଥାଉ, ପ୍ରକାଶ କରିବା ବା ଦୋଷକୁ ଦେଖାଇବା ଦୋଷୀ ସାବ୍ୟସ୍ତକରଣ ନୁହେଁ। ଏଣୁ ପ୍ରଭୁ ଆଜି ଆମ୍ଭମାନଙ୍କୁ ଏ ବିଷୟକୁ ଜଣାଉଅଛନ୍ତି। ଏଣୁ ଆସୁ ଉଦାହରଣ ସ୍ୱରୂପେ ଦୋଷକୁ ଦେଖାଇବା ଦୋଷୀ ସାବ୍ୟସ୍ତକରଣ ନୁହେଁ। ଏହାକୁ ଆମ୍ଭେମାନେ ଶାସ୍ତ୍ରାଂଶରୁ ଉଦାହରଣ ନେବା। ଜଣେ ମହାନ ରାଜା ଯେ ତା ଜୀବନ କାଳରେ କେବେ ବି ପରାଜୟର ସମ୍ମୁଖୀନ ହୋଇନଥିଲେ, ଯାହାଙ୍କର ଖଡ୍ଗରେ କେବେ ବି ରକ୍ତ ଶୁଖି ନଥିଲା, ସେହି ରାଜା ଏକଦା ଦୋଷ କରି ବସିଲେ। ସେହି ଦୋଷ ଏହା ଥିଲା, ସେ ଅନ୍ୟ ଜଣଙ୍କର ପତ୍ନୀକୁ ନିଜ ନିକଟକୁ ଆଣି ତାହାଙ୍କ ସହିତ ବ୍ୟବଚାର କଲେ ଏବଂ ସେ ସ୍ତ୍ରୀଙ୍କର ପତିଙ୍କୁ ମଧ୍ୟ ହତ୍ୟା କଲେ। ଏବଂ ଏହି ଦୋଷ ସେ କରିଛନ୍ତି ବୋଲି ତାହାକୁ ଜଣାଇବା ପାଇଁ କେହି ନଥିଲେ, କିନ୍ତୁ ଏ ଦୋଷକୁ ସକରେ ଥାଇ ପରମେଶ୍ୱର ଦେଖିଥିଲେ ଏବଂ ଏ ଦୋଷକୁ ଜଣାଇବା ନିମନ୍ତେ ଜଣେ ଭବିଷ୍ୟତ ବକ୍ତାଙ୍କୁ ତାଙ୍କ ନିକଟକୁ ପ୍ରେରଣ କଲେ। ସେ ଥିଲେ ନାଥାନ ଭବିଷ୍ୟତ ବକ୍ତା ଏବଂ ତାହା 2 ସାମୁଏଲ 12 ଅଧ୍ୟାୟ 9 ପଦରେ ତାହାକୁ ସେ କଲେ। ଯଦି ଆମେ ଏହା 1ରୁ 13 ଯାଏ ଦେଖିବା, ତା ସମ୍ପୂର୍ଣ୍ଣ ବିଷୟକୁ ଦେଖିବା ଏବଂ ତାକୁ ଜଣେଇଲେ। ନାଥାନ ତାଙ୍କୁ ତ ଦୋଷୀ କରିଛ ବୋଲି ଜଣେଇଲେ, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତକରଣ କରିନଥିଲେ। ଦ୍ୱିତୀୟ ବିଷୟକୁ ଆମେ ଦେଖିବା, ଡୁବକ ଯୋହନ ନୂତନ ନିୟମରେ ଜଣେ ରାଜା, ସେ ମଧ୍ୟ ଜଣେ ରାଜା ଥିଲେ। ସେ ରାଜା ମାନଙ୍କୁ ତ କେହି ଦୋଷୀ ସାବ୍ୟସ୍ତକରଣ ଦଣ୍ଡିତ ଦେଇପାରନ୍ତି ନାହିଁ। ଡୁବକ ଯୋହନ ସେ ମଧ୍ୟ ଯୀଶୁଙ୍କ ସକାଶେ ଅନେକ ସାନ ସାନ ଶିଶୁମାନଙ୍କର ଜୀବନକୁ ହତ୍ୟା କରିଥିଲେ। ସେହି ତ ଦୋଷ କରିଥିଲେ, ତାହା ଦୋଷ ବୋଲି କେହି ଜଣାଇ ନଥିଲେ, କିନ୍ତୁ ଆଉ ଥରେ ସେ ଦୋଷ କରି ବସିଥିଲେ। ନିଜ ଭାଇ ଫିଲିପଙ୍କ ସ୍ତ୍ରୀଙ୍କୁ ସେ ତାହାଙ୍କୁ ରଖିଥିଲେ। ଏଥିପାଇଁ ଡୁବକ ଯୋହନ ତାଙ୍କୁ ଦେଖାଇଲେ ଏହା ବିଧି ସଂଗତ ନୁହେଁ, ଯାହାକି ଆମେ ମାଥ୍ୟୁ ତାର 14 ଅଧ୍ୟାୟରେ ଆମେ 3-4 ପଦ ମଧ୍ୟରେ ଦେଖିବାକୁ ପାଉ। ତେଣୁ ମୋର ପ୍ରିୟମାନେ, ତାପରେ ଆଉ ଜୋହନ 8 ଅଧ୍ୟାୟରେ ମଧ୍ୟ ଆମେ ଦେଖିବାକୁ ପାଉ ଯୀଶୁ ଖ୍ରୀଷ୍ଟଙ୍କୁ ନିକଟକୁ ଜଣେ
व्यभिचारिणी स्त्री को दोष करियछि बोली ताहांको दोष देखाई तांको दंडित करिया पई शास्त्री फरीसी माने आनिले मात्र यीशु ख्रीष्ट से मानकु दोष से मानको मध्यरु से मानकर दोष देखाई देई से मानकु से जगरु दूर को से माने नीचे गले किंतु यीशु से मानकु दोष देखाइले से मानकर किंतु से मानकु दंडित कले नहीं शेष रे से स्त्री लोकंको मध्य कहिले तुमको दंड देवा लोक माने कहांती से कहले प्रभु से माने आउ नाहांती यीशु ताहांको कहिले मु मध्य तुमको दंडित करू नाही तुम्हे जाओ आउ पाप करो नाही मोर प्रिय माने जनको दोष देखाइबा रो अर्थ ताहांको दोषी साब्यस्त करण बा दंडित बा विचार करिबा नुहे एनु मोर प्रिय माने जदि आज हमको परिवार भितरे मंडली भितरे किबा सहभागिता भितरे केही जदि निजर प्रिय लोक आमको आमर दोष प्रकाश करंती मु कोन तांको देशरे सहभागिता छाड़ी मंडली छाड़ी आउ ताहांको सहित संपूर्ण छिन्न करिबी एवं सहभागितार मत दूरକୁ ଯିବି କି ନିର୍ଣ୍ଣୟ ଆପଣଙ୍କର ଆପଣ କଣ କରିବେ ଜଣେ ଆପଣଙ୍କ ଦୋଷ ପ୍ରକାଶ କଲେ ସେ ଆପଣଙ୍କୁ ବିଚାର କଲେ କି ଆଜି ଅନେକ ଲୋକ ଏ ପ୍ରକାର କୁହନ୍ତି ମତେ ଦୋଷୀ କଲେ ମୋର ପ୍ରିୟ ମାନେ ପ୍ରଭୁ ମଧ୍ୟ ବିଶ୍ଵ କହିଥିଲେ ଯୀଶୁ ଖ୍ରୀଷ୍ଟ ତାଙ୍କ ଏ ଆମ ଯୀଶୁଙ୍କ ଦ୍ୱାରା ଆଦର୍ଶକୁ ଆମେ ଦେଖିବାକୁ ପାଉ ଏଣୁ ଆସୁ ନିର୍ଣ୍ଣୟ ମୋର ନିଜ ନିଜର निर्णय अन्यर नुहे आपण आपणकर एणु आसु आमे कोन निर्णय नेबा ताहा निज उपरे निर्भर करे प्रभु वाक्य द्वारा आशीर्वाद करंतु।